ବିଜେଡି ଛାଡୁଥିଲା ଦାଦନା ଏଗୁଡ଼ାକ ଭଡ଼ାଟିଆ ଗୁଡ଼ାକ ଏଗୁଡ଼ା ପଇସା ପାଇଁ ଦୁଆର ଦୁଆର ବୁଲଉଛି। ତାର 3 ମାସ 4 ମାସ ରାଜ୍ୟସଭା ଏଇଭଳିଆ ଲୋକ ଯାଉଛନ୍ତି, କିଣା ବିକା ଲୋକ। ଏଗୁଡ଼ା ହିସାବ ନାହିଁ। ନବୀନ ପଟ୍ଟନାୟକ ପାଖକୁ ପ୍ରତିଦିନ ନୂଆ ଯୁବକ ଯୁବତୀ ଆଦିବାସୀ ହରିଜନ ମୁସଲମାନ ଯେଉଁ ଭଳିଆ ଭିଡ଼ କଲେଣି ଏବଂ କାଲି ସେ ଭୁବନେଶ୍ୱର ଯାହା ବୁଲିଲେ ଗଣେଶ ଦେଖିଲେ ଯେଉଁ ଭଳିଆ ଭିଡ଼, ସେ ମୁଖ୍ୟମନ୍ତ୍ରୀ ବେଳେ ତ ଏମିତି ଭିଡ଼ ବି ନଥିଲା। ଏବଂ ତାର ନବୀନ ପଟ୍ଟନାୟକ ସୁଲତ ଦେହ କହିଲେ ପରା ନବୀନ ପଟ୍ଟନାୟକ ଏ ଯେଉଁଗୁଡ଼ାକ ଶସ୍ତା ଲୋକ, କିଣାବିକା ଲୋକ, ପଇସାରେ କିଣାବିକା, ଏହି କେତେ ପରସେଣ୍ଟ ଯିବେ? ଏ ଗୋଟାଏ ଗଲାବେଳକୁ 1000 ପଶୁଛନ୍ତି। 2029 ସୁଦ୍ଧା ବିଜେଡି ସଫା ହେଇଯିବ, ଯାଇ ସଫା ହେଇଯିବ ବିଜେଡି ପୁରା ମୋଟା ହେଇଯିବ। ବିଜେପି କାଲି ପବନା ଲୋକ, କିଣାବିକା ଲୋକ, ଶସ୍ତା ଲୋକ ପଶିକି ସେ ବିଜେପିଟା ଯାହାକୁ କୁହାଯାଏ ଧ୍ୱଂସ ହେଇଯିବ। ସୁଲତ ଦେହ କହିଛନ୍ତି ନବୀନ ପଟ୍ଟନାୟକ ହାତ ହଲେଇଲେ ଯେଉଁମାନେ ଚାହିଁନ୍ତି ସବୁ ଲିଭିଯିବେ। ହଁ ତ ସୁଲୋଚନା ଯେଉଁଟା ଠିକ୍ କଥା। ସେ କାଲି ହାତ ହଲଉଥାଏ, ହଜାର ସ୍ତ୍ରୀ ଲୋକ, ପୁରୁଷ ଲୋକ, ଯୁବକ, ଛାତ୍ର ବସି ଯାଉଥାଏ। ଭୟଙ୍କର କାଲି ସେ ମୁଖ୍ୟମନ୍ତ୍ରୀ ବେଳେ ଯେତିକି ଲୋକ ନଥିଲେ, କାଲି ସେ ଯାଉଥିଲେ ଗଣେଶ ଦେଖିବା ପାଇଁ। ଓଲଟାର ବଢ଼େଇ ବାଙ୍କରେ କାଲି ମୁଁ ଦେଖିଲି ଭୟଙ୍କର ଲୋକ। ମୁଁ ଯାଇନି ସେଠିକି, କାରଣ ମୁଁ କଂଗ୍ରେସ ଲୋକ, ମୁଁ ଯିବାର ପ୍ରଶ୍ନ ନାହିଁ। ମୋ ପୁଅ ତାଙ୍କ ସାଥିରେ ଥିଲା, ମନ୍ମଥ ରାଉତରା। ତେଣୁ ପାଣ୍ଡିଆନ ଥିଲାବେଳେ ନବୀନ ପଟ୍ଟନାୟକ ପାଖକୁ କେହି ଯାଇପାରୁନଥିଲେ, ଏବେ ସବୁ ପାଖକୁ ପଳାଉଛନ୍ତି। ନାଇଁ ପାଣ୍ଡିଆନ ବି ପାଖରେ ଅଛନ୍ତି, ନବୀନଙ୍କ ଘରେ ଅଛନ୍ତି। ଏ ଯେତେ କାର୍ଯ୍ୟକ୍ରମ ତାଙ୍କର ବି ରୋଲ୍ ଅଛି, କିନ୍ତୁ ସେ ଲୋକଲୋଚନକୁ ଆସୁନାହାନ୍ତି। ଯେହେତୁ ଲୋକଙ୍କର ଗୋଟେ ମିଛରେ ଟେନସନ୍ ହେଇଯାଇଛି, ରିଆକ୍ସନ୍ ହେଇଯାଇଛି। କାହିଁ ଖରାପ ରିଆକ୍ସନ୍ ହେବ, ସେ ତାଙ୍କର ନିଜକୁ ଆଭଏଡ଼ କରି ରଖୁଛନ୍ତି।